ଦଳ ବଦଳ ଯେତେବେଳେ ଜଣେ ଲୋକ କରିଦେବ ଗୋଟେ ପାର୍ଟିରେ ଯେତେବେଳେ ସେ ନିର୍ବାଚିତ ହେଇକରି ଆସିଥିବ ଯଦି ପାର୍ଟିର ସଂଖ୍ୟା ଅନୁସାରେ ସେ ଡିଫେକ୍ସନ ନ ହେବ ତାହେଲେ ସେ ସଭ୍ୟ ପଦ ହରାଇବ। ଏଇଟା ହେଲା ଆମର ବିଧାନସଭା ହେଉ ବା ଲୋକସଭା ହେଉ ପ୍ରକ୍ରିୟା। ବର୍ତ୍ତମାନ ଏଇ ଯେଉଁ ଭୋଟଟି ହେଇଥିଲା ରାଜ୍ୟସଭା ଇଲେକ୍ସନ ସେଇଟା ରାଜ୍ୟସଭାଟା କୌଣସି ବିଲ୍ ଉପରେ ହେଇନଥିଲା ବା କୌଣସି ପ୍ରସ୍ତାବ ଉପରେ ପାର୍ଟି ହୁଇପ୍ ଜାରି କରିନଥିଲା ଯେଉଁଥିପାଇଁ ସେମାନେ ତାଙ୍କ ବିରୋଧ ଦେଲେ ଏବଂ ଦଳ ବିରୋଧ କାମ କରିବା ପାଇଁ ଦଳ ତାକୁ ସସ୍ପେଣ୍ଡ କରିପାରେ ତାକୁ ରିମୁଭ୍ କରିପାରେ। ଇଏ ହେଉଛି ଦଳର ସମ୍ବିଧାନ ଅନୁସାରେ। ବାକି ଆମେ ଆସିବା ଏଇ ଯେଉଁ ଭୋଟରେ ଯେଉଁମାନେ ଭୋଟ ଦେଲେ ସେମାନଙ୍କର କଥା କ'ଣ ହେବ ଆ ଉପରେ ସୁପ୍ରିମକୋର୍ଟଙ୍କର ନଜର ଅଛି ଏବଂ ମଧ୍ୟ ଚିଫ୍ ଇଲେକ୍ସନ କମିଶନ ବା ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆଙ୍କର ଗାଇଡଲାଇନ୍ସ ଅଛି। ଆ ଦେହରେ ହୁଇପ୍ ଜାରି କରିପାରିବେ ନାହିଁ। ହୁଇପ୍ଟା ହେଉଛି ତାଙ୍କର ଇଣ୍ଟରନାଲ ଜିନିଷ। ହୁଇପ୍ କି ଯଦି ତାଙ୍କର ସିଏ କୌଣସି ସଦସ୍ୟ ନିର୍ବାଚିତ ସଦସ୍ୟ ତାକୁ ମାନିଲା ନାହିଁ ତାହେଲେ ଦଳ ବିରୋଧୀ କାର୍ଯ୍ୟ ବୋଲି ତାଙ୍କୁ ଧରାଯିବ ଏବଂ ଦଳ ତାହେଲେ ତା ଦଳର ପରିସର ଭିତରେ ବା ତାର ସମ୍ବିଧାନ ଭିତରେ ଆକ୍ସନ ନେବ। ଏଇ ଯେଉଁ ସଦସ୍ୟମାନେ ଯେଉଁମାନେ ଭୋଟ ଦେଲେ ସେମାନେ ଦଳ ବିରୋଧ କରୁଛନ୍ତି ବୋଲି କାହା ପାଖରେ ଅଭିଯୋଗ କରିବେ? ଅଭିଯୋଗ କରିବାକୁ ଦିଟା ଲୋକ, ଗୋଟେ ହେଉଛନ୍ତି ଯେ ଆମର ସ୍ପିକର ଯେ ଷ୍ଟେଟ୍ ଆସେମ୍ବଲିର ସ୍ପିକର କିମ୍ବା ଲୋକସଭାର ସ୍ପିକର। ଇଏ ଯେହେତୁ ହାଉସର ପରିସର ଘଟଣା ନୁହଁ ସ୍ପିକର ଆକୁ କଗ୍ନିଜେନ୍ସ ନେବେନି, ସେଇଟା କାଟ ଖାଇବ। ବର୍ତ୍ତମାନ ଆସିବା ଆ ପରେ ସେମାନଙ୍କର ରହିଛି ଅଧିକାର, ସେମାନେ କୋର୍ଟକୁ ଆସିପାରନ୍ତି। କୋର୍ଟ ଯେହେତୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପରବର୍ତ୍ତୀ କାଳରେ ଗାଇଡଲାଇନ୍ସ ଇସ୍ୟୁ କରିଛନ୍ତି ଇଲେକ୍ସନ କମିଶନ, ସେଥିରେ କିଛି ଫଳ ହେବ ନାହିଁ। ଆଉ ଗୋଟେ କଥା ମୁଁ ଏଇ ସ୍ତରରେ କହିବାକୁ ଚାହୁଁଛି ଯେ ଏଇ ଯେଉଁମାନେ ଦଳ ବିରୋଧ କଲେ ଆମେ ତାଙ୍କୁ ସଭ୍ୟପଦ ରଦ୍ଦ ହେବ ବୋଲି ଯେଉଁ ପ୍ରଚାର ହେଉଛି ସେ ଆଇନର ଠିକ ରକମ ବିଶ୍ଳେଷଣ କରିନାହାନ୍ତି। ଆ ଦେହରେ କିଛି ହେବ ନାହିଁ। ହଁ ଏତିକି ହେଇଯାଇପାରିବ ଦଳ ତାଙ୍କୁ ପାର୍ଟିରୁ ବାହାର କରିଦେଇପାରିବ, ସେମାନେ ସ୍ୱାଧୀନ ସଭ୍ୟ ହୋଇପାରିବେ। ରଦ୍ଦ ହେବାର ମୋଟେ ପ୍ରଶ୍ନ ଉଠୁନାହିଁ। ତେଣୁ ଇଏ କେବଳ ଖାଲି ଦଳ ତାଙ୍କ ଉପରେ ତାଙ୍କର ଦଳୀୟ କାର୍ଯ୍ୟାନୁଷ୍ଠାନ ନେଇପାରିବ।